ଚରକ କେଉଁ ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି? ଉତ୍ତର ହେଲା ଚରକ ସଂହିତା ନାମକ ଚିକିତ୍ସା ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି। ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି କାହିଁକି କୁହାଯାଇଛି? ଆମ ଓଡ଼ିଶାର କେଉଁ ଅଞ୍ଚଳରେ ଅଳ୍ପ ବୃଷ୍ଟି ହୋଇଥାଏ? ଆମ ଓଡ଼ିଶାର କଳାହାଣ୍ଡି ଅଞ୍ଚଳରେ ଅଳ୍ପ ବୃଷ୍ଟି ହୋଇଥାଏ। ଜଙ୍ଗଲ କାଟିଦେବା ଦ୍ୱାରା ଆମର କି କ୍ଷତି ହେଉଛି? ଜଙ୍ଗଲ କାଟିଦେବା ଦ୍ୱାରା ଅମ୍ଳଜାନ କ୍ଷତି ହୋଇଛି। ଜଙ୍ଗଲ କାଟିଦେବା ଦ୍ୱାରା ବୃଷ୍ଟିପାତରେ ଅନିୟମିତତା ଦେଖାଦେଉଛି, ଅନାବୃଷ୍ଟି ଘଟୁଛି, ବାୟୁମଣ୍ଡଳ ଦୂଷିତ ହେଉଛି, ମୃତ୍ତିକା କ୍ଷୟ ହେଉଛି ଓ ଜଙ୍ଗଲଜାତ ପଦାର୍ଥ ମଧ୍ୟ ଦୁର୍ମୂଲ୍ୟ ହେଉଛି। ତେଣୁ ଜୀବମାନଙ୍କର ବଂଶ ଲୋପ ଘଟୁଛି। କେଉଁ ଉପାୟରେ ଜଙ୍ଗଲ ବୃଦ୍ଧି କରାଯାଇପାରିବ? ଗଛ ଲଗାଇଲେ। ସାମାଜିକ ବନୀକରଣ ଯୋଜନା ଦ୍ୱାରା ଜଙ୍ଗଲ ବୃଦ୍ଧି କରାଯାଇପାରିବ। ଉଦ୍ଭିଦ ଜଗତର ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ କାହିଁକି? ବିଭିନ୍ନ ପର୍ବପର୍ବାଣି ପାଳନ ଦ୍ୱାରା ଆମର କି ଉପକାର ହୁଏ? ସଂସ୍କୃତି କହିଲେ ଆମେ କ'ଣ ବୁଝୁ? ସଂସ୍କୃତି କହିଲେ ଓଡ଼ିଆ ଧର୍ମକୁ ବୁଝୁ। ସଂସ୍କୃତି କହିଲେ ଆମେ ସାମାଜିକ ଜୀବନ, ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ବୁଝିଥାଉ।